ଆଜିର ଅନୁଚିନ୍ତା ପୁତ୍ରର ପ୍ରତିଶୋଧ। ଆରବ ଦେଶର ରାଜା ଥିଲେ ମହା ଅତ୍ୟାଚାରୀ। ସେ ଥରେ ତାଙ୍କର ସବୁଠାରୁ ଶ୍ରେଷ୍ଠ କାରିଗରଙ୍କୁ ଡାକି ଏଭଳି ଏକ ବନ୍ଦୀଶାଳା ନିର୍ମାଣ କରିବାକୁ ଆଜ୍ଞା ଦେଲେ, ଯେଉଁ ବନ୍ଦୀଶାଳାରେ ଥଳରେ ପଶିଲେ ବାହାରିବାର ବାଟ ନଥିବ। କାରିଗର ସେଭଳି ଏକ ବନ୍ଦୀଶାଳା ନିର୍ମାଣ କଲେ। ନିର୍ମାଣ କାର୍ଯ୍ୟ ସରିବା ପରେ ରାଜା ଆଦେଶ ଦେଲେ ଯେ କାରିଗରଙ୍କୁ ବନ୍ଦୀଶାଳାରେ ନିକ୍ଷେପ କରାଯାଉ, କାରଣ କେବଳ ସେହି କାରିଗର ହିଁ ଜାଣିଥିବ ବନ୍ଦୀଶାଳାର ଗୁମର। ସେ ବାହାରେ ରହିଲେ ଏ ଗୁମର ପଦାରେ ପଡ଼ିଯାଇପାରେ। ଅବିଳମ୍ବେ ଆଦେଶକୁ କାର୍ଯ୍ୟକାରୀ କରାଗଲା। ଦୁର୍ଭାଗ୍ୟ, ବନ୍ଦୀଶାଳା ଭିତରୁ ଖସିବା ଲାଗି କାରିଗରର ଜଣକ କୌଣସି ଗୋଟିଏ ହେଲେ ବି ବାଟ ରଖିନଥିଲେ। କହିବା ବାହୁଲ୍ୟ, ସେ ତା ଭିତରେ ରହି ଶେଷ ନିଶ୍ୱାସ ତ୍ୟାଗ କଲେ। ଏହାର କିଛି ବର୍ଷ ପରେ ଜଣେ ଯୁବକ ଆରବ ରାଜାଙ୍କ ପାଖରେ ପହଞ୍ଚିଲା। ତାର କାରିଗରୀ ବୁଦ୍ଧି ରାଜାଙ୍କୁ ଏତେ ବିମୋହିତ କଲା ଯେ ସେ ତାଙ୍କୁ ରାଜପରିଷଦର ସଭ୍ୟ କରିଦେଲେ। କ୍ରମେ ଯୁବକ ରାଜାଙ୍କର ଏକାନ୍ତ ଘନିଷ୍ଠ ହୋଇ ଉଠିଲା। ଦିନେ ଯୁବକ ପ୍ରସ୍ତାବ ଦେଲା ଯେ ରାଜା ମରୁଭୂମିରେ ଏକ ଏଭଳି ଭବ୍ୟ ପ୍ରାସାଦ ନିର୍ମାଣ କରନ୍ତୁ, ଯାହାର ଉପମା ଆଉ କେଉଁଠି ନଥିବ। ତେଣୁ ମରୁଭୂମିରେ ସ୍ଥାନ ବାଛିବା ଲାଗି ଦିନେ ଯୁବ କାରିଗର ଓ ରାଜା ବାହାରିଲେ। ଅନେକ ବାଟ ଗଲାପରେ ହଠାତ୍ ଯୁବକ ଅଟକି ଯାଇ କହିଲା, ମହାରାଜ, ଅନେକ ବର୍ଷ ତଳେ ଆପଣ ଯେଉଁ କାରିଗରଙ୍କୁ ବନ୍ଦୀଶାଳାରେ ନିକ୍ଷେପ କରିଥିଲେ, ମୁଁ ତାଙ୍କର ପୁତ୍ର। ଆଜି ମୁଁ ଆପଣଙ୍କୁ ଈଶ୍ୱରଙ୍କ ହାତରେ ଗଢ଼ା ଏମିତି ଏକ ବନ୍ଦୀଶାଳାରେ ଛାଡ଼ି ଦେଇ ଯାଉଛି, ଯେଉଁଠାରୁ ଆପଣ ମୁକ୍ତିର ବାଟ ପାଇବେ ନାହିଁ। ଏହା ହେଉଛି ପୁତ୍ରର ପ୍ରତିଶୋଧ। ଏହା କହି ଯୁବକ ଅଶ୍ଵ ଝପଟାଇ ନିମିଷକ ଭିତରେ ଅଦୃଶ୍ୟ ହୋଇଗଲା। ଆରବର ରାଜା ହତବାକ୍ ହୋଇ ଧୂ ଧୂ ମରୁଭୂମିକୁ କେବଳ ଚାହିଁ ରହିଥିଲେ। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।